ଖାଇ ପିଇ ଶୋଇପଡ଼ିଥିଲେ ପୂରା ପରିବାର। କିଏ ଜାଣିଥିଲା ସେ ରାତି ତାଙ୍କ ପାଇଁ ହେବ ଶେଷ ରାତି ବୋଲି। ସେ କାଳ ରାତିର କରାଳ ରୂପ ଖିନଭିନ କରିଦେବ ପୂରା ପରିବାରକୁ। ହସ୍ପିଟାଲରେ ମୁଣ୍ଡ ପିଟି କାନ୍ଦୁଛି ମା, ଆଉ କହୁଛି, ହେ ଭଗବାନ, ଇଏ ତମେ କ'ଣ କଲ? ଦେଖୁ ଦେଖୁ ମୋ ହସ ଖୁସିର ସଂସାର ଉଜାଡ଼ି ଦେଲ। ମୁଁ ଆଉ କାହା ପାଇଁ ବଞ୍ଚିବି? କାହା ମୁହଁକୁ ଚାହିଁ ମୁଁ ମୋ ଜୀବନ କାଟିବି? ଏମିତି ଦିନ ଦେଖାଇବା ପୂର୍ବରୁ କାହିଁକି ମୁଁ ମରିଗଲିନି? ମୋ ଦୁଃଖୀ ସଙ୍ଖାଳିଙ୍କ ବିନା ମୁଁ କେମିତି ବାଟ ଚାଲିବି? କିଏ ଆଉ ମୋତେ ମା ବୋଲି ଡାକିବ? ଆଉ ଅନ୍ଧାରକୁ ଡରି ମୋ ପଣତ କାନିରେ କିଏ ମୁହଁ ଲୁଚାଇବ? ମୋର ତିନିଟା ଛୁଆକୁ ମୁଁ କେତେ କଷ୍ଟରେ ବଡ଼ କରିଥିଲି। ଦିନ ରାତି ଏକ କରି ତାଙ୍କ ପେଟକୁ ମୁଠାଏ ଦାନା ଦେଉଥିଲି। ହେଲେ ସେ ବିଷଧର କାଳସର୍ପ ମୋ କୋଳ ଶୂନ୍ୟ କରିଦେଲା। ଏକା ସାଙ୍ଗରେ ମୋ ତିନୋଟି ଛୁଆଙ୍କୁ ମୋଠୁ ଛଡ଼େଇ ନେଲା। ହେ ପ୍ରଭୁ, ଯଦି ତମର ଏମିତି ଛଡ଼େଇ ନେବାର ଥିଲା, ମୋ କୋଳରେ କାହିଁକି ଛୁଆ ଦେଲ? କାହିଁକି ମୋତେ ମା ଡାକ ଶୁଣେଇଲ? ମୁଁ ଏବେ କେମିତି ବଞ୍ଚିବି? ମୋତେ ବି ସେମାନଙ୍କ ସାଥିରେ ଆରପାରିକୁ ନେଇଯାଅ। ଏ ଜୀବନ କାହା ପାଇଁ ଆଉ ରଖିବି? ଏମିତି କହି ପାଗେଳି ପରି ହେଉଛି ଏ ମା ଜଣକ। ଆଉ ତା ଆଖିର ଲୁହରେ ଭିଜୁଛି ପୁରା ମେଡ଼ିକାଲ ପରିସର। କେତେବେଳେ ନିଜ ବଡ଼ ଝିଅ ମୁହଁକୁ ଧରି ମା ବୋଲି ଥରେ ଡାକେ ଧନ କହୁଛି, ତ ପୁଣି କେତେବେଳେ ମଝିଆ ଝିଅକୁ ଧରି ଭୋ ଭୋ ହୋଇ କାନ୍ଦୁଛି। ଆଉ କେତେବେଳେ ନିଜ ସାନ ଝିଅକୁ କୋଳରେ ଧରି ପାଗେଳି ପରି ହେଉଛି। ଆଉ ଏ ହତଭାଗୀ ମା'କୁ ଯିଏ ଦେଖୁଛି ତା ଆଖିରେ ବି ଲୁହ ରହୁନି। ତେବେ ସବୁଦିନ ପରି ସେଦିନ ସମସ୍ତେ ରାତିରେ ଖାଇବା ସାରି ବିଛଣାକୁ ଚାଲି ଯାଇଥିବା ବେଳେ ସମସ୍ତେ ନିଘୋଡ଼ ନିଦରେ ଶୋଇପଡ଼ିଥିଲେ। ଆଉ ଠିକ୍ ସେତିକି ବେଳେ ଘରେ ପଶି ଯାଇଥିଲା ବିଷଧର ଚିତି ସାପ। ପ୍ରଥମେ ତିନି ଝିଅଙ୍କୁ କାମୁଡ଼ିବା ପରେ ତାଙ୍କ ବାପାଙ୍କୁ କାମୁଡ଼ିଥିଲା। ବ୍ୟକ୍ତି ଜଣକ କ'ଣ ଗୋଟେ କାମୁଡ଼ିଲା କହି ଯେତେବେଳେ ଲାଇଟ୍ ଲଗାଇଥିଲେ ସେ ସାପକୁ ଦେଖିଥିଲେ। ଆଉ ସାପ ବୋଲି ଚିତ୍କାର ଶୁଣି ସାଇ ପଡ଼ିଶା ଦୌଡ଼ି ଆସିଥିଲା ବେଳେ ସାପଟିକୁ ଘୋଡ଼ାଇ ଦେଇଥିଲେ। ଆଉ ତୁରନ୍ତ 4 ଜଣଙ୍କୁ ମେଡ଼ିକାଲ ନେଇଯାଇଥିଲେ। ତେବେ ମେଡ଼ିକାଲରେ ତିନି ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଜଣକ ସୁସ୍ଥ ଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ବୌଦ୍ଧରେ ଦେଖିବାକୁ ମିଳିଥିବା ବେଳେ ନିଜର ତିନିଟି ପିଲାଙ୍କୁ ହରେଇ ହସ୍ପିଟାଲରେ ମୁଣ୍ଡ ପିଟି କାନ୍ଦୁଛି ମା। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।